ଆମର ଏଇ ତାଲିମ ଶିବିରଟା 3 ଦିନ ପର୍ଯ୍ୟନ୍ତ ଚାଲିବ। ବିଶେଷକରି ଆମର ପ୍ରାୟ ଚାଷୀ ବନ୍ଧୁମାନେ ଗାଈ ରଖିଛନ୍ତି। ସେ ନିଜ ପଇସାରେ ହେଉ କିମ୍ବା ସରକାରଙ୍କ ଯୋଜନା ମାଧ୍ୟମରେ ହେଉ ତାଙ୍କ ଗାଈ ସେମାନେ ରଖିଛନ୍ତି। କିନ୍ତୁ ଅସୁବିଧା ହେଉଛି କ'ଣ, ସେମାନଙ୍କୁ ଯେଉଁ ଟେକ୍ନୋଲୋଜି ଦରକାର, କେଉଁଭଳି ଭାବରେ ଗାଈ ରଖିଲେ ତାଙ୍କୁ 2 ପଇସା ଲାଭ ମିଳିବ, ଖର୍ଚ୍ଚ କମ୍ ରହିବ, କିନ୍ତୁ କ୍ଷୀର ବିକ୍ରିରୁ ଅଧିକ ପଇସା ଲାଭ ପାଇବେ। ସେଥିପାଇଁ ଏଇ ଉଦ୍ଦେଶ୍ୟ ରଖିକି ଆମେ ବିଶେଷ କରି କିଛି ବଛା ବଛା ଚାଷୀଙ୍କୁ ଆଣିକି ଏଠି ଟ୍ରେନିଂ ପ୍ରଦାନ କରୁଛୁ। କେତେ ଚାଷୀ ଯୋଗ ଦେଇଛନ୍ତି? କେଉଁ ବ୍ଲକର ଚାଷୀ ଯୋଗ ଦେଇଛନ୍ତି? ଆମର 20 ଚାଷୀ ଆସିଛନ୍ତି। ଆଉ ବିଶେଷ କରି ଗୋସାଣୀ ବ୍ଲକରେ ଆସିଛନ୍ତି, କାରଣ ସେମାନଙ୍କ ପାଖରେ ଭଲ ଭଲ ଗାଈ ଅଛି। ସେମାନଙ୍କୁ ଆମେ ପ୍ରଥମେ ତାଙ୍କର ଦକ୍ଷତା ବୃଦ୍ଧି ଉପରେ ଗୁରୁତ୍ୱ ଦେଉଛୁ। 3 ଦିନିଆ କାର୍ଯ୍ୟକ୍ରମରେ ଏକ୍ସପୋଜ ଭିଜିଟ୍ ରହିଛି କି ଚାଷୀଙ୍କ କ୍ଷେତ୍ର ପରିଦର୍ଶନ ଉପରେ? ହଁ, ଆମର ଏକ୍ସପୋଜ ଭିଜିଟ୍ ରହିଛି। ଆମର ଯେଉଁ ସେଞ୍ଚୁରିଆନ୍ ୟୁନିଭର୍ସିଟି ଅଛି, ଆମେ ତାଙ୍କୁ ସେଠି ନେଇକି କ୍ଷେତ୍ର ପ୍ରଦର୍ଶନ କରାଇବୁ। କାରଣ ସେଠି ସେମାନେ ଭଲ ଭଲ ଗାଈ ଦେଖିବେ, ଗାଈକି କେଉଁଭଳି ଭାବେ ରଖାଯାଇଛି ସେଥିରେ ମଧ୍ୟ ତାଙ୍କର ଅଭିଜ୍ଞତା ଆସିବ। সেই ଉଦ୍ଦେଶ୍ୟରେ ଆମେ ଗୋଟେ ପ୍ରୋଗ୍ରାମ ରଖିଛୁ। ଆପଣ ଏଇ ଆମ ତାଲିମ ଶିବିର ନାଁରୁ ଜାଣିଥିବେ, ଏଇଟା ଗୋଟେ ଦକ୍ଷତା ବୃଦ୍ଧି ତାଲିମ ଶିବିର। ସରକାର ଜାଣିଛନ୍ତି ଯେ ଆମର ଯେଉଁ ମାନେ ଗୋପାଳକ ଅଛନ୍ତି ସେମାନଙ୍କଠାରେ ଦକ୍ଷତା ଅଛି। ସେ ଦକ୍ଷତା ସମୟ ସମୟରେ ବୃଦ୍ଧି, ତାର ଯେଉଁ ନୂତନ ଜ୍ଞାନ କୌଶଳ ଆସୁଛି ତାର ଦକ୍ଷତା ବୃଦ୍ଧି ଦରକାର। ସେଥିପାଇଁ ପ୍ରତିବର୍ଷ ସରକାରଙ୍କ ତରଫରୁ ଏଭଳିଆ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ କରାଯାଏ। ଏଥିରେ ଅନୁଭବୀ ଗୋପାଳକମାନଙ୍କୁ ଜିଲ୍ଲାର ଏକତ୍ରିତ କରିକି ସେମାନଙ୍କୁ ଯେଉଁ ଏଇ ଗୋପାଳନରେ ଯେଉଁ ନୂଆ ଦିଗ ଗୁଡ଼ା ରହିଲା ତା ପ୍ରତି ସଚେତନ କରାହୁଏ। ଆଉ ଯେଉଁ ପୁରୁଣା ଯେଉଁଗୁଡ଼ା ବିଭିନ୍ନ ଆସ୍ପେକ୍ଟ ରହିଛି, ଯେମିତି ଧରନ୍ତୁ ପ୍ରଜନନ, ନୂତନ ପ୍ରଜନନ ବିଧି କିମ୍ବା ଖାଦ୍ୟ ପ୍ରଣାଳୀ, ଏହିସବୁ ଉପରେ ସେମାନଙ୍କୁ 3 ଦିନ ଧରି ସମ୍ୟକ ଭାବରେ ଆଲୋଚନା ସହିତ ସେମାନଙ୍କୁ ଜ୍ଞାନ ଦିଆଯାଏ। ଦକ୍ଷତା ଅଭିବୃଦ୍ଧି ତାଲିମ ଶିବିର ଗୋପାଳନ ବିଷୟରେ ଆମ ଜିଲ୍ଲା ଟ୍ରେନିଂ ହଲ୍ରେ ଆରମ୍ଭ କରାଯାଇଛି। ଆମର ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀଙ୍କ ଅନୁରୋଧ କ୍ରମେ, ତାଙ୍କର ପ୍ରଚେଷ୍ଟା କ୍ରମେ ଆମ এই ଟ୍ରେନିଂଟି ଆୟୋଜନ କରାଯାଇଛି। ଏଥିରେ ଆମର ଗୋପାଳନର ଭଲ ଭଲ ଗୋପାଳକମାନେ ଆଖପାଖ ଅଞ୍ଚଳରୁ ସବୁ ଆସି ଯୋଗ ଦେଇଛନ୍ତି। ଏବଂ ମୁଁ ଆଶା କରୁଛି এই ତାଲିମ ଶିବିରରେ ଆମର ଗୋପାଳକମାନେ ଯାହା କିଛି ଜାଣିଛନ୍ତି ଗୋପାଳନ ସମ୍ବନ୍ଧରେ, ତାଠାରୁ ନିଶ୍ଚିତ ଭାବରେ ଅଧିକ ଜ୍ଞାନ ଅର୍ଜନ କରିବେ। କାରଣ ଏଠାରେ ଆମର ସବୁ ରିସୋର୍ସ ପର୍ସନ ମାନେ ଯେଉଁମାନେ ସବୁ ଆସିଛନ୍ତି ତାଲିମ ଦେବାକୁ, ସେମାନେ ସବୁ ଅଭିଜ୍ଞ ରିସୋର୍ସ ପର୍ସନ ମାନେ ଆସିଛନ୍ତି ଏବଂ ଲୋକମାନଙ୍କୁ, ଆମର ଚାଷୀମାନଙ୍କୁ ଭଲ ଭାବରେ ଗୋପାଳନର ବିଭିନ୍ନ ଦିଗ ବିଷୟରେ ବୁଝାଉଛନ୍ତି। ଏହି ତାଲିମ ଶିବିର 3 ଦିନିଆ ତାଲିମ ଶିବିର। ଆଜି ପ୍ରଥମ ଦିନ, ତାପରେ ଆସନ୍ତା କାଲି କ୍ଷେତ୍ର ପରିଦର୍ଶନ ଅଛି। ସେମାନେ ନିକଟସ୍ଥ ବଡ଼ ଫାର୍ମକୁ ଯାଇ ସେମାନେ ଦେଖିବେ ଘାସ ଚାଷ, ଗୋପାଳନର ନୂତନ ଆଧୁନିକ ପ୍ରଣାଳୀରେ କିଭଳି ଭାବରେ ଗୋପାଳନ କରାଯାଉଛି ସେ ବିଷୟରେ ସେମାନେ ଜାଣିବେ। ଏବଂ ତୃତୀୟ ଦିନ ମଧ୍ୟ ସେମିତି ସେମାନଙ୍କୁ ଟ୍ରେନିଂ ନିଆଯିବ ଏବଂ ସେମାନଙ୍କର ଇଭାଲୁଏସନ୍ କରାଯିବ।